ଠାକୁରଙ୍କ ପାଖରେ। ये सूर्यर अपोजिट साइड रे आर प्रवेश द्वार ବର୍ତ୍ତମାନ ଆସିକି ପହଞ୍ଚି ଯାଇଛି ଭାସ୍କେଶ୍ୱର ମନ୍ଦିର ସାମ୍ନାରେ। ଏଇଟା ହେଲା ରବି ଟକିଜ ପଟ ରାସ୍ତାଟା। ଆଉ ଏଇଟା ହେଲା ବ୍ରହ୍ମେଶ୍ୱର ମନ୍ଦିର ଗେଟ୍। ସିଧା ଗଲେ ବ୍ରହ୍ମେଶ୍ୱର ମନ୍ଦିର ପଡ଼ିବ। ଆଉ ଏଇ ବାଁ ପଟେ ହେଲା ଆମର ସାଇ ମନ୍ଦିର। ଆଉ ଏଇ ଯେଉଁ ପଛରେ ଦେଖୁଛନ୍ତି ଏଇଟା ହେଲା ଭାସ୍କେଶ୍ୱର ମନ୍ଦିର। ତ ଚାଲନ୍ତୁ ଯିବା ମନ୍ଦିର ଭିତରକୁ। ହ୍ୟାଲୋ ଭାଇ, ନମସ୍କାର, ଜୟ ଜଗନ୍ନାଥ। ମୁଁ ଭୁବନ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ନୂଆ ବ୍ଲଗରେ। ଆଜି ଆମେ ଆସିକି ପହଞ୍ଚି ଯାଇଛୁ ଭାସ୍କେଶ୍ୱର ମନ୍ଦିର। ଟିକେ ବୁଲିକି ଦେଖିଦିଅ କ୍ୟାମେରାମ୍ୟାନ। ହେଲେ କ୍ୟାମେରାମ୍ୟାନ ଜାଣିଥିବେ ଇଏ ହେଲା ଆଉ ଗୋଟେ ବଡ଼ ୟୁଟ୍ୟୁବର ଯାହାର ନାଁ ହେଲା ବିକେ ବ୍ଲଗ। ତା ଚ୍ୟାନେଲଟା ବଢ଼ିଆ ଚାଲିଛି। ତ ମୁଁ ଆକୁ ଧରିକି ହେଇଛି ମୋ ଭ୍ୟୁ ପାଇବା ପାଇଁ। ତ ଇଏ ଏଠିକାର ଲୋକାଲ ପିଲା ଯେହେତୁ ଇଏ ମୋତେ ମନ୍ଦିର ବିଷୟରେ ଟିକେ ଭଲସେ ବୁଝେଇବ ଆଉ ମନ୍ଦିର ପରିକ୍ରମା ଏଇ କରିବ। ସେଇଥିପାଇଁ ଆକୁ ସ୍ପେଶାଲ ଏବେ ନେଇକି ଆସିଛି। ଚାଲନ୍ତୁ ଯିବା ଏକ୍ସପ୍ଲୋର କରିବା ମନ୍ଦିର। चलन କ୍ୟାମେରାମ୍ୟାନ ଆସ। ଆଜି ମାନେ ମୁଁ ପ୍ରଥମ ଥର ବ୍ଲଗରେ ମୁଁ ନିଜେ ସୁଟିଂ ନ କରିକି ମୋର ମାନେ ବେଷ୍ଟ ବ୍ଲଗର ଯେ ବିକେବି ବ୍ଲଗର ବବୁଲ ପାତ୍ର ତାକୁ ନେଇକି ଆଇଛି ସ୍ପେଶାଲ ସୁଟିଂ କରିବା ପାଇଁ। କ'ଣ ପାଇଁ ନା ସଦାବେଳେ କ୍ୟାମେରା ପଛରେ ରହିଯାଉଛି, କ୍ୟାମେରା ଆଗକୁ ଆସି ହିଁ ପାରୁନି। ମୁଁ ସେଇପାଇଁ ଆକୁ ନେଇକି ଆସିଛି। ଚାଲନ୍ତୁ ଯିବା ମନ୍ଦିର ପରିକ୍ରମା କରିବା। ଆସନ୍ତୁ। ମତେ ଗୋଟେ କଥା କହ, ଏଇ ଯୋଉ ଭାସ୍କେଶ୍ୱର ମନ୍ଦିର ଅଛି ବହୁତ ପୁରାତନ ମନ୍ଦିର। ଏଇ ମନ୍ଦିର ବିଷୟରେ ବିଶେଷତ୍ୱ ଆଉ ଏହାର ଇତିହାସ କଣ ସବୁ ଅଛି ମୋତେ କହିବୁ? विशेषत्व बोले कि ए मंदिर हूँ पश्चिम मुखा ଆଚ୍ଛା माने ये सूर्यर अपोजिट साइड रे आर प्रवेश द्वार टा ଆଚ୍ଛା, ମାନେ ସବୁ ମନ୍ଦିର ତ ପୂର୍ବ ପଟୁ ଥାଏ। पूर्व पटू ये हूँ पश्चिम मुखा ଆଚ୍ଛା आउ ये आकर एठीर माने रथ आकृति टाइप रो मंदिर टा हूँ रथ आकृति टाइप रो ହଁ माने डायरेक्ट आंकर होउछंती जो गर्भगृह रे बाबा अछंती। ଆଚ୍ଛा ये जो लिंग जो एठी स्थापना होइछंती पूजा पाउछंती ହଁ से पाखापाखि 3 मीटर रो माने हाइट हबो तांकर 3 मीटर ହଁ जोटा कि अप्रोक्सली 9 फीट भलिया हबो ଆଚ୍ଛା बाबा लिंग। आमे छोट बेलू शुणी आसतलु कि ये वर्ष को 1 इंच लेखा बढ़ंती ଆଚ୍ଛା ସେତେବେଳେ ମାନେ ସେ ଟାଇମ ରେ ଲୋକମାନେ କୁହନ୍ତି। ହଁ ଆକ୍ଚୁଆଲି କିନ୍ତୁ ସେମିତି କିଛି ନାହିଁ। ଆଉ ସମସ୍ତେ କୁହନ୍ତି ଏଟା ପାତାଳି ଫୁଟି, କିନ୍ତୁ ଏଟା ପାତାଳି ଫୁଟି ଲିଙ୍ଗ ନୁହନ୍ତି। ହୁଁ ଏଟା ସ୍ଥାପନ ହେଇଥିଲେ ସେ ଟାଇମ ରେ ଯୋଉ ରାଜା ଥିଲେ ସେ ତାକୁ ସ୍ଥାପନ କରିଥିଲେ। ହଁ ଆଉ ଇଏ ବହୁତ ହାଇଟ ର ହେଇଥିବାରୁ ତ ତଳେ ପୂଜିବାକୁ ପ୍ରୋବ୍ଲେମ ହଉଥିଲା। ତ ହଁ ସେଥିପାଇଁ ଡବଲ ଫ୍ଲୋର ମାନେ ଦିତାଲା ଟାଇପ ର ଏ ମନ୍ଦିର କରିଛନ୍ତି। ତ ଉପରେ ଯାଇକି ବାବାଙ୍କୁ ପୂଜା କରାହଉଛି। ଆଚ୍ଛା ଆଉ ଏଇଗୁରା ତ ସବୁ ଆପଣ ମାନେ ଯୋଉ ଦେଖୁଥିବେ ଏଇଗୁରା ସବୁ ମାନେ ଖାଲି ମାଟି ଥିଲା। ହଁ ମାଟି ଆମେ ସେ ଛୋଟବେଳେ ମୁଁ ମୋ ଛୋଟବେଳେ କଥା କହୁଛି, ମୁଁ ବ୍ରହ୍ମେଶ୍ୱର ସ୍କୁଲରେ ପଢୁଥିଲି। ହୁଁ ପଞ୍ଚମ ଷଷ୍ଠ ଶ୍ରେଣୀ କଥା ମୁଁ କହୁଛି। ଏରା ସବୁ ମାଟି ଥିଲା। ସେପଟ ସାଇଡ ରେ ଆପଣ ଦେଖିପାରୁଥିବେ, ଟିକେ କ୍ୟାମେରା ବୁଲେଇ ଦିଅନ୍ତୁ। ଏଇଗାରେ ଯୋଉ ତଳେ ଯେତକ ସବୁ ଖାଲି ଟଗର ଜଙ୍ଗଲ। ଏରା ଖାଲି ଟଗର ହଁ, ଜଙ୍ଗଲ। ମୁଁ ବି ଥରେ ଆସିଥିଲି ବୁଲିବାକୁ, ସବୁ ଟଗର ଗଛ ହଁ, ସବୁ ଥିଲା। ଖାଲି ଖାଲି ଟଗର ଜଙ୍ଗଲ ଏଥିରେ ଏ ଦେଖାଯାଏନି। ଏଇଟା ଆମେ ସବୁ କ୍ରିକେଟ ଖେଳୁ। ଏଇଥିରେ ସବୁ କ୍ରିକେଟ ଖେଳୁ। ହଁ ହଁ ଏ ରୋଡ ଖାଲି ଗୋଟିଏ ଖାଲି ମାଟି ରୋଡ ଥିଲା। ଏ ରୋଡ ଟା ଖାଲି ମାଟି ରୋଡ ଟା ଥିଲା। ଆଉ ନହେଲେ କିଛି ନଥିଲା ଏଠି। ତ ଏବେ ଗଭର୍ଣ୍ଣମେଣ୍ଟ ବହୁତ ଡେଭଲପ କରେଇଛି ଏ ଜାଗାକୁ। ହୁଁ ଆଉ ଟୁରିଷ୍ଟ ପାଇଁ ବି ବହୁତ ବଢିଆ ପ୍ଲେସ। ଆପଣ ଦେଖିପାରୁଥିବେ ଭ୍ୟୁ ଟା, ଭୁବନ ଆପଣଙ୍କୁ ଦେଖେଇବ, ପୁରା ଏରିଆର ଭ୍ୟୁ ଟା ଦେଖେଇବ। ବହୁତ ବଢିଆ ପ୍ଲେସ। ତ ଚାଲନ୍ତୁ ମନ୍ଦିର ଉପରକୁ ଯିବା। ଆଉ ସେଠିକାର ଯାହା ସବୁ ଫୁଟେଜ ଅଛି ଆପଣ ଦେଖିବେ। କାହା ବିଶ୍ୱାସକୁ ଆମେ ଆଘାତ ଦେବାକୁ ଚାହିଁନାହୁଁ କି କାହା ମନକୁ ବି କଷ୍ଟ ଦେବାକୁ ଚାହିଁନାହୁଁ। ଆମେ ଏଇ ଭିଡ଼ିଓ ମାଧ୍ୟମରେ ଭାସ୍କେଶ୍ୱର ମନ୍ଦିର ବିଷୟରେ ଯାହା ଯାହା ଇନଫର୍ମେସନ୍ ଆପଣମାନଙ୍କୁ ଜଣେଇଛୁ ତାହା ସବୁ ଓଡ଼ିଶା ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ। ତ ବବୁଲ ଏବେ ଜଷ୍ଟ ଭିଡିଓରେ ଯୋଉ କହୁଥିଲା ମନ୍ଦିର ବିଷୟରେ, ତାହା ଏବେ ଗଭର୍ଣ୍ଣମେଣ୍ଟ ଏଇଠି 3ଟା ଶିଳା ଭଳିଆ ଜାଗାରେ କଣ କହନ୍ତି, 3ଟା, ହଁ, ଶିଳା ଲିପି ମାନେ ପଥର 3ଟା ଭାଷାରେ ଲେଖା ହେଇଛି, ଓଡ଼ିଆ, ହିନ୍ଦୀ, ଇଂଲିଶ। ଏଇଟା ଆପଣଙ୍କୁ ଓଡ଼ିଆଟା ଦେଖେଇ ଦଉଛି। ବବୁଲ ଯୋଉ କହିଥିଲା ଏବେ ମନ୍ଦିର ବିଷୟରେ ସେଟା ବିସ୍ତାରରେ ଲେଖା ହେଇଛି, ପଢି ଦିଅନ୍ତୁ। ଏଇଟା ତାଲା ମନ୍ଦିର, ବଟ ମନ୍ଦିର ଗୋଟେ ତାଲା କଣ ପାଇଁ ପଡିଛି? ସେତେବେଳେ ପୂଜା ହୁଏ ଏଇ ଯୋଉ ଫାର୍ଷ୍ଟ ଫ୍ଲୋର ରେ। ହଁ, ହାଇଟ୍ ଅଛି ବୋଲି ସେଥିପାଇଁ ଏଇଟା ବନ୍ଦ କରାଇକି ଉପରେ ଡାଇରେକ୍ଟ ପୂଜା ହଉଛି। ସେକେଣ୍ଡ ବର୍ତ୍ତମାନ ଉପରେ ପୂଜା ପାଉଛନ୍ତି ଠାକୁର। ଉପରେ, ହଁ, ଉପରେ ସବୁ ପୂଜା ହଉଛି। ତାମାନେ ଉପରୁ ଯାଇକି ହଁ, ଉପରେ ସେପଟେ ବ୍ୟାକ ସାଇଡ ରେ ଅଛି ରାସ୍ତା, ସିଡି ଆଚ୍ଛା ଅଛି। ଆଚ୍ଛା ଆଚ୍ଛା ଆଚ୍ଛା। ସେପଟେ ତ ଏଇପଟେ ଆମକୁ ଯିବାକୁ ପଡିବ ମନ୍ଦିରର ଡାହାଣ ପାଖେ। ଆଚ୍ଛା ଆଚ୍ଛା, ଏଇଠି ସିଡିଟା ଅଛି। ଆଚ୍ଛା, ଏଇଠି ସିଡି ଅଛି, ଏଇଠି ଉପରକୁ ଆମେ ଯିବା। ହଁ।
ଆଚ୍ଛା, ମୁଁ ସେୟା କହିଲି ତଳ ତାଲା କଣ ପାଇଁ ପଡିଛି। ତ ଚାଲନ୍ତୁ ସାଙ୍ଗମାନେ, ଆମେ ଆପଣଙ୍କୁ ଉପରକୁ ନେଇକି ଯାଉଛୁ। ଏଇଟା ହେଲା ମନ୍ଦିରର ସେକେଣ୍ଡ ଫ୍ଲୋର, ସରି ଫାର୍ଷ୍ଟ ଫ୍ଲୋର କହିଲେ ଚଳେ। ତ ଆମେ ଉପରକୁ ଚଢୁଛୁ ଏବେ। ମା ପାର୍ବତୀ ଏଠି ଅଛନ୍ତି ତା ପାର୍ଶ୍ୱ ଦେବୀ ଦେବୀ। ଏଇଠି ଦେଖିପାରୁଥିବେ ମା ପାର୍ବତୀ, ଦେଖିପାରୁଥିବେ। ଆମେ ବର୍ତ୍ତମାନ ସେ ଫାର୍ଷ୍ଟ ଫ୍ଲୋର କହିଲେ ଟିକେ ଉପରକୁ ପଳେଇ ଆସୁଛୁ। ଉପରୁ ଏମିତି ଦେଖାଯାଉଛି ଭିଉଟା, ଦେଖିପାରୁଥିବେ। ମୁଁ ସେତେବେଳେ ଯୋଉ ଭିଡ଼ିଓ କରୁଥିଲି ତଳେ, ଏଇଠି ଏଇ ଜାଗାରେ ଭିଡ଼ିଓ କରୁଥିଲି। ଏଇଠି ତାଲା ପଡିଛି, ତ ଆମେ ଏଇପଟେ ଏମିତି ଦେଇକି ବୁଲିକି ଆସିଲୁ। ଏଇଠି ଆମେ ଏଇଠି ଉପରକୁ ଆସିଲୁ। ଏଇଠି ଏଇଠି ପୂଜା ପାଉଛନ୍ତି। ଦେଖନ୍ତୁ, ଦେଖାଯାଉଛି ନାଇଁ ଠିକ ସେ କ୍ୟାମେରାରେ ଜାଣିପାରୁନି। ଲିଙ୍ଗଟା ପୁରା ତଳୁ ଏପର୍ଯ୍ୟନ୍ତ ଅଛନ୍ତି। ଆପଣ ଯୋଉ ଲିଙ୍ଗଟା ଦେଖୁଛନ୍ତି, ବାବୁ ଟିକେ କହିଲୁନି ଏଇ ଲିଙ୍ଗ ବିଷୟରେ। ଇଏ ଯୋଉ ସ୍ଥାପନ ହେଇଛନ୍ତି ଲିଙ୍ଗ, ହଁ, ଇଏ ତଳୁ ଉପରୁ ପାଖାପାଖି 3 ମିଟରର ଲିଙ୍ଗ ଇଏ ଅଛନ୍ତି, ମାନେ 9 ଫିଟର ହାଇଟର ଲିଙ୍ଗ ଅଛନ୍ତି। ତ ତଳୁ ପୂଜିବା ପସିବୁଲ ହେଲାନି, ସେଥିପାଇଁ ଉପରେ ଏଇଟା ଷ୍ଟ୍ରକ୍ଚରଟା ହେଇଛି, ଏମିତି ଉପରେ ବାବାଙ୍କୁ ପୂଜାପୂଜି କରିବା ପାଇଁ। ଆଚ୍ଛା ଠିକ ଅଛି। ତ ଆପଣମାନେ ବି ଦର୍ଶନ କରିନିଅନ୍ତୁ। ତ ବର୍ତ୍ତମାନ ଆମେ ଏବେ ଠାକୁରଙ୍କ ଦର୍ଶନ କଲେ, ଆପଣ ଠାକୁରଙ୍କୁ ଦେଖିଲେ ଭିଡ଼ିଓ ମାଧ୍ୟମରେ, ଆପଣମାନଙ୍କୁ ମୁଁ ଭଲସେ ଦେଖିଲି। ଚାଲନ୍ତୁ ମନ୍ଦିର ଆଉ ଟିକେ ପରିକ୍ରମା କରିବି। ତଳ view ବି ଟିକେ ଦେଖି ଦିଅନ୍ତୁ। ଆଉ ବର୍ତ୍ତମାନ କହିବାକୁ ଗଲେ ଯେମିତି ଆପାର୍ଟମେଣ୍ଟ ଥାଏ ଫାର୍ଷ୍ଟ ଫ୍ଲୋର, ସେକେଣ୍ଡ ଫ୍ଲୋର, ଥାର୍ଡ ଫ୍ଲୋର, ବର୍ତ୍ତମାନ ଆମେ କହିବାକୁ ଗଲେ ଫାର୍ଷ୍ଟ ଫ୍ଲୋର ହିଁ ଅଛୁ। ଭିଉଟା ବି ଦେଖେଇ ଦଉଛୁ, ଟିକେ ଦେଖେଇଦେ। କଲ୍ ଆସୁଛି। ଆଉ ଟିକେ ଆଗକୁ ଦେଖିବା ମନ୍ଦିର ପରିକ୍ରମା ଆଉ କଣ। ବର୍ତ୍ତମାନ ଏଇଠି ଗଣପତିଙ୍କର ମୂର୍ତ୍ତି ଅଛି, ଦେଖନ୍ତୁ। ଏଇଠି ଦେଖନ୍ତୁ, ତା ଉପରେ ଗୋଟେ ଗୁଣ୍ଡୁଚି ମୂଷା ଅଛି ଠାକୁରଙ୍କ ପାଖରେ। ଗୋଟେ ବି ତା ଭିତରେ ଆହୁରି ବି ଅଛନ୍ତି। ଚାଲନ୍ତୁ ଟିକେ ଆଗକୁ ଯିବା, ଦେଖିବା ଆଉ କଣ କଣ ଅଛି। ଏଇଠି କାର୍ତ୍ତିକଙ୍କର ମୂର୍ତ୍ତି ଅଛି, ଦେଖିପାରୁଥିବୁ। ଏଠି ବି ଗୁଣ୍ଡୁଚି ମୂଷା ଅଛି, ଦେଖିପାରୁଥିବି କୁଆଡେ ପଳେଇଲା। ମାନେ ଠାକୁର ସବୁଆଡେ ଅଛନ୍ତି, ସବୁ ପଥରରେ ଠାକୁର ଅଛନ୍ତି। ଏଗାର ସେତେବେଳେ ହଁ, କଣ ବାବୁ କହିବାକୁ ଚାହୁଁଛୁ କହିଚାଲ। ଏଇ ଲୋକେସନ ସବୁ ସେତେବେଳେ ଖାଲି ଟଗର ଜଙ୍ଗଲ, ଏରା କିଛି ନଥିଲା। ସେଠି ମଝିରେ ଗୋଟେ ଗାଡିଆ ଥିଲା, ଜଙ୍ଗଲ ଭିତରେ ଖାଲଟେ, ହଁ ଗାଡିଆ ଥିଲା। ସେଠି ଖାଲି ମାନେ କଇଁ ଫୁଟେ, ସେ ଗାଡିଆ ଭିତରେ କଇଁ ଫୁଟେ, ପାଣି ଥିଲା କଇଁ ଫୁଟେ। କିନ୍ତୁ ଏବେ ସେ ଗାଡିଆ ଶୁଖି ଯାଇଛି, ଆଉ ଜଙ୍ଗଲ ତ ନା ପତା ନାହିଁ ଏବେ। ମାନେ ପୁରା ଯେମିତି ଷ୍ଟ୍ରକ୍ଚର ପୁରା ଚେଞ୍ଜ ହେଇଗଲାଣି ମନ୍ଦିରର। ଆଉ ଏ ବରଗଛ ଛୋଟବେଳେ ବି ଥିଲା, ଏପର୍ଯ୍ୟନ୍ତ ବି ସେ ବରଗଛଟା ଅଛି। ବହୁତ ପୁରୁଣା ବରଗଛ ଏଇଟା। ବର୍ତ୍ତମାନ ଯୋଉ ଭାସ୍କର ମାନେ କୋଉ ଜାଗାରେ ଯାଉଛି, ନା ଏଟା ବଡଗଡରେ ଯାଉଛି ନା ମାନେ ରବିଟକିରେ କୋଉ ପଡେ, ମାନେ କୋଉ ଏଇଟା ଟଙ୍କପାଣି ରୋଡ। ଟଙ୍କପାଣି ରୋଡରେ ଯୋଉ ଯାଉଛି? ଟଙ୍କପାଣି ରୋଡ ସେପଟେ ରବିଟକିଜ ଯୋଉ ଟଙ୍କପାଣି ରୋଡ ପଡିଛି ପୁରା ବାଙ୍କୁଆଳ ପର୍ଯ୍ୟନ୍ତ, ସେଇ ମୁଁ ପଚାରିବା କଥା କୋଉ ଏରିଆରେ ଯାଉଛି? ଏଟା ବ୍ରହ୍ମେଶ୍ୱର। ଭୁବନେଶ୍ୱର। ବ୍ରହ୍ମେଶ୍ୱର ଛକ, ପୁରା ବ୍ରହ୍ମେଶ୍ୱର ଛକ ଉପରେ। ଏଇଟା ତ 3 ଦିଗରେ 3ଟା ଶିବ ମନ୍ଦିର ଅଛି। ଏଇଟା ହଉଛି ଭାସ୍କେଶ୍ୱର, ସେପଟା ହଉଛି ବ୍ରହ୍ମେଶ୍ୱର, ଆଉ ଆରପଟଟା ହଉଛି ମେଘେଶ୍ୱର। ତ 3 ଦିଗରେ 3ଟା ଶିବ ମନ୍ଦିର ଅଛନ୍ତି। ତ ଏଇଟା ଟ୍ରାଇଙ୍ଗାଲ ସେପରେ ଅଛି ମନ୍ଦିର ସବୁ। ଆପଣ ଯୋଉ ଏଇ ସିଡି ଦେଖୁଛନ୍ତି, ଏଇଟା ହେଲା ଆର ପୂର୍ବ ଦ୍ୱାର। ସେତେବେଳେ ପୂର୍ବ ଦିଗକୁ ଠାକୁର ପୂଜା ପାଇବା କଥା, କିନ୍ତୁ ଏଇଟା ଗୋଟେ ମନ୍ଦିର। ଏଇଟା ପଶ୍ଚିମ ଦିଗ ସେ ପୂଜା ପାଉଛନ୍ତି, କିନ୍ତୁ ଆକ୍ଚୁଆଲି ପୂର୍ବ ହେଲା ଏଇଟା। ମନ୍ଦିର ଭିଉ ଦେଖିପାରୁଥିବେ, ବଢିଆ ଦେଖା ହଉଛି। ତ ଆପଣ ମାନଙ୍କୁ ଯୋଉ ବବଲୁ, ସେଇ ଜାଗାରୁ ଯୋଉ ଆମେ ଛିଡା ହେଇଥିଲୁ ଏଇ ଉପରେ, ଆପଣ କହୁଥିଲେ ଗୋଟେ ପୋଖରୀ ଅଛି ଯୋଉ କଇଁ ଫୁଟୁଥିଲା, ସେଇଟା ହେଲା ଏଇ ପୋଖରୀ। ବର୍ତ୍ତମାନ ପୋଖରୀ ତ ପାଣି ନାହିଁ, ପିଲା ଏଇଠି ବ୍ୟାଡମିଣ୍ଟନ କୋର୍ଟ କାଟିକି ଖେଳୁଛନ୍ତି। ଦେଖ ଜୁମ୍ କରୁଛି, ତ ଇଏ ଆଉ ନାହିଁ। ତ ମନ୍ଦିରର ଉତ୍ତର ପାର୍ଶ୍ୱର ଭିଉ ଆପଣଙ୍କୁ ଦେଖେଇ ଦଉଛି ଦୂରରୁ କେମିତି ଦେଖା ହଉଛି। ଦେଖିପାରୁଥିବେ, ଭିଉଟା ପୁରା ପୁରା ମସ୍ତ ଲାଗୁଛି। ଏଇଠି ବବଲୁ ବି ଆସିଛି। ଦର୍ଶକ ବନ୍ଧୁ, ଆଜିର ଭିଡିଓଟି ଏଇଠି ଆମେ ସମାପ୍ତ କରୁଛୁ। ତ ଆପଣମାନଙ୍କୁ ମାନେ ଭଲସେ ବୁଲିକି ଦେଖିଲୁ, ଭାସ୍କରେଶ୍ୱର ମନ୍ଦିର ବିଷୟରେ କହିଲୁ, ଭାସ୍କରେଶ୍ୱର ମନ୍ଦିର ବି ଦେଖିଲୁ,
ସ୍ପେଶାଲି ବବୁଲକୁ ଡାକିଲେ ପାଇଁ ବବୁଲକୁ ଧନ୍ୟବାଦ। ବବୁଲ ତାର ମୂଲ୍ୟବାନ ସମୟ ଦେଇଛି ମୋ ପାଇଁ। ତ ଆଜିର ଭିଡ଼ିଓଟି ଏଇଠି ସମାପ୍ତ କରୁଛି। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ, ଧନ୍ୟବାଦ।